ଦିନେ ଆମେ ନିଶା ଖାଉଥିଲୁ, କିନ୍ତୁ ନିଶା ଛାଡ଼ି ଆଜି ଜଟଣୀରେ ନିଶା ନିବାରଣ କେନ୍ଦ୍ର ଏବଂ ବୃଦ୍ଧାଶ୍ରମ ପ୍ରତିଷ୍ଠା କରିଛୁ। ହଁ ଦର୍ଶକ ବନ୍ଧୁ, ଜଟଣୀରେ ଏମିତି କିଛି ଶୁଣିବାକୁ ମିଳିଛି। ଜଟଣୀ ଜାଳା ଓ ଗାଳପଡ଼ା ସ୍ଥିତ ତଳକ୍ଷେତା ଛକ ଜଟଣୀ ଗେଟ୍ ନିକଟରେ ରହିଛି ମା ମାଣିକେଶ୍ୱରୀ ବୃଦ୍ଧାଶ୍ରମ ଏବଂ ନିଶା ନିବାରଣ କେନ୍ଦ୍ର ଓ ମାନସିକ ଗବେଷଣା ପ୍ରତିଷ୍ଠାନ। ଏହାର ପ୍ରତିଷ୍ଠାତା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଯୁବକ ସର୍ବେଶ୍ୱର ପଲେଇ। ସର୍ବେଶ୍ୱର ଦିନେ ନିଜେ ନିଶା ଖାଉଥିଲେ, କିନ୍ତୁ ନିଶା ଛାଡ଼ି ସେ ଆଜି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ସହିତ ନିଶା ନିବାରଣ କେନ୍ଦ୍ର ଏବଂ ବୃଦ୍ଧାଶ୍ରମ ପ୍ରତିଷ୍ଠା କରିଛନ୍ତି। ତାଙ୍କର ମୂଳ ଲକ୍ଷ୍ୟ ରହିଛି ଯୁବପିଢ଼ିଙ୍କୁ ନିଶା କାଳରୁ ମୁକ୍ତି କରିବା ଏବଂ ସମାଜରେ ଅବହେଳିତ ବୃଦ୍ଧ ପିତାମାତାଙ୍କ ସେବା କରିବା। ଅନେକ ଯୁବକ ସର୍ବେଶ୍ୱରଙ୍କ ନିଶା ନିବାରଣ କେନ୍ଦ୍ରରେ ରହି ନିଶାକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରିଛନ୍ତି। ଏହା ସହିତ ସମାଜରେ ଅବହେଳିତ ବହୁ ବୃଦ୍ଧ ପିତାମାତା ସର୍ବେଶ୍ୱରଙ୍କ ବୃଦ୍ଧାଶ୍ରମରେ ରହି ସେବା ପାଇପାରୁଛନ୍ତି। ସର୍ବେଶ୍ୱରଙ୍କ ମା ମାଣିକେଶ୍ୱରୀ କେନ୍ଦ୍ରରେ ସମସ୍ତ ପର୍ବପର୍ବାଣୀ ଘର ପରିବାର ଭଳି ପାଳିତ ହୋଇଥାଏ। ସେହି କ୍ରମରେ 77ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଣୀତାଲ ଭଦ୍ରକ ହାଇଟେକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ସୁବ୍ରଶେଖର ପଟ୍ଟନାୟକ ଇତ୍ୟାଦି ବହୁ ମାନ୍ୟଗଣ୍ୟ ଅତିଥି ସର୍ବେଶ୍ୱର ପଲେଇ ଏବଂ ତାଙ୍କ ଅନୁଷ୍ଠାନ କର୍ମକର୍ତ୍ତା ଓ ଅନ୍ତେବାସୀମାନେ ଯୋଗଦେଇ ଦେଶ ପ୍ରେମ ଏବଂ ସମାଜସେବୀ ବାର୍ତ୍ତା ପ୍ରଦାନ କରିଥିଲେ। ତେବେ ଆସନ୍ତୁ ଦେଖିବା ଏ ବାବଦରେ ଆମ ଜଟଣୀ ପ୍ରତିନିଧି ପ୍ରଦୀପ୍ତ କୁମାର ମାର୍ଥାଙ୍କ ସ୍ୱତନ୍ତ୍ର ଉପସ୍ଥାପନା। ମୁଁ ନିଶାଟି ଆସୁ ମୋର ନିଶା ଖାଇଲା ଟାଇମ୍ର ଘର ସବୁକିଛି ମୋ ପରିବାରରେ ମୁଁ ହରେଇ ବସିଥିଲି। ଟଙ୍କା ପଇସା ସୁନା ଗହଣା ଘରର ଭଲ ପାଇବା, ସବୁଠୁ ବଡ଼ କଥା ଘରର ଭଲ ପାଇବା ହରେଇ ଦେଇଥିଲି। ଆଉ ଫାଷ୍ଟ ନିଶା ଖାଇଲା ଟାଇମ୍ରେ ବାପାଙ୍କର ଡେଥ୍ ବି ହେଇଗଲା। ସେର ମନ ଦୁଃଖ ମୋ ଭିତରେ କିଛି ବି ନଥିଲା। ତାପରେ ମୋ ଘର ଲୋକ ଆଣିକି ଏଠି ଖୋର୍ଦ୍ଧା ତଳଗଦା ଛକ ଜଟଣୀ ଗେଟ୍ ମା ମାଣିକେଶ୍ୱରୀ ଡିଡିସିରେ ମୋତେ ଆଡ଼ମିସନ୍ କରେଇଥିଲେ। ଆଡ଼ମିସନ୍ ହେବାର ଫାଷ୍ଟ ମନ୍ଥରେ ମୋ ମନରେ ବହୁତ ଚିଡ଼ଚିଡ଼ାପଣ ଥିଲା, ବହୁତ ରାଗ ଥିଲା, ବହୁତ କିଛି ଯନ୍ତ୍ରଣା ଥିଲା କି ଘର ଲୋକ ମୋତେ କ'ଣ ପାଇଁ ଏଠି ପସେଇଲେ କ'ଣ ନାହିଁ। ତ ଆସ୍ତେ ଆସ୍ତେ ମାସେ 2 ମାସ 3 ମାସ ରହିଲା ପରେ ମୋ ମନକୁ ଏଇଟା ରିଅଲାଇଜ୍ ହେଲା କି ନା ମୁଁ ନିଶା ଖାଇକି ମୋର ଦେହଟା ବି ବହୁତ ଖରାପ ହେଇଯାଇଥିଲା। ଆଉ ଘର ପରିବାର ସବୁକିଛି ସୁଖ ଦୁଃଖ ମୁଁ ଦୁଃଖ ପରେ ଦୁଃଖ ଦେଇ ଚାଲିଥିଲି। ସୁଖ ବୋଲି ମୋ ପରିବାରରେ ମୁଁ କିଛି ଦେଇନଥିଲି। ଆଉ ଏଇ ବର୍ଷେ ପୁରିବା ଭିତରେ ମୋ ଜୀବନରେ ମୁଁ ବହୁତ ଷ୍ଟ୍ରଗଲ୍ କରିଛି ଆଉ ବହୁତ କିଛି ଭୁଲ ବି କରିଛି। ଯିଏକି ମୋ କାଉନ୍ସିଲର ଭାଇ ସର୍ବେଶ୍ୱର ଭାଇ ସେ ମୋତେ ବହୁତ ସାହାଯ୍ୟ କରିଛନ୍ତି। ମୋ ନିଜ ଭାଇ ଭଳିଆ ମୋତେ ସପୋର୍ଟ ଦେଇ ମୋତେ ଆଜି 1 ମନ୍ଥ କମ୍ପ୍ଲିଟ୍ କରିବାରେ ସାହାଯ୍ୟ କରିଛନ୍ତି। 1 ଇୟର କମ୍ପ୍ଲିଟ୍ କରିବାରେ ସାହାଯ୍ୟ କରିଛନ୍ତି ମୋତେ। ତ ଅବିକା ମୁଁ ରିଅଲାଇଜ୍ କରିପାରୁଛି ମୋ ଘର ପରିବାର ମୁଁ ନିଶା ବନ୍ଦ କଲା ପରେ ମୋ ଘର ପରିବାର ଯେଉଁ ପ୍ରକୃତ ଖୁସିଟା ଅବିକା ମୁଁ ଦେଖିପାରୁଛି ତାଙ୍କ ମୁହଁରେ। ସେତିକି ଭରସା ହୁଏତ ତାଙ୍କର ମୋ ଉପରେ ନିଶା ଖାଇଲା ଟାଇମ୍ରେ ନଥିଲା, ଯାହାକି ମୋତେ ଆଜିକା ଡେଟ୍ରେ ଫେରି ପାଉଛି ମୁଁ। ଫାଷ୍ଟ ତାପରେ ହେଉଛି ମୁଁ ନିଶା ବନ୍ଦ କରେ ମୁଁ ଯେଉଁ ବାର୍ତ୍ତା ଗୁଡ଼ା ଅବିକା ଶିଖିଥିଲି ନିଶା ଖାଇଲା ଟାଇମ୍ ଛାଡ଼ିବା ବେଳେ ମୋ କାଉନ୍ସିଲର ଭାଇ ମୋତେ ଯେଉଁ ଟ୍ରିଟମେଣ୍ଟ ଦେଇଥିଲେ, ଯେଉଁ ପ୍ରୋସେସ୍ରେ ମୋତେ ଆଣିଥିଲେ, ମୁଁ ବି ଅନ୍ୟ ନିଶାକ୍ତ ଭାଇ ଯେଉଁମାନେ ଆମ ସେଣ୍ଟରରେ ଆଡ଼ମିସନ୍ ନେଉଛନ୍ତି ତାଙ୍କୁ ଅବିକା ସେଇ ବାର୍ତ୍ତା ଦେବାକୁ ଚାହୁଁଛି। ଆଉ ମୁଁ ବି ଚାହୁଁଛି ମୁଁ ଯେମିତି ଗୋଟେ ଦିନ କରି ନିଶା ବନ୍ଦ କରିଛି, ସେମିତି ମୋ ସହିତ ଆଡ଼ମିସନ୍ ଥିବା ଭାଇମାନେ ବି ଗୋଟେ ଦିନ କରି ନିଶା ବନ୍ଦ କରି ଆଗକୁ ବଢ଼ି ଚାଲନ୍ତୁ ଓ ତାଙ୍କର ପରିବାରର ସୁଖ ଶାନ୍ତି ସବୁ ଫେରିଆସୁ। ଆପଣଙ୍କ ଘରଟା କୋଉଠି ଏବଂ ଏଇ ଯୋଉ ଜାଗାରେ ଆପଣ ଆଡମିସନ ଅଛନ୍ତି ଏଇ ଜାଗାର ଆଡ୍ରେସ କଣ? ମୋ ଘର ହେଉଛି ଭଦ୍ରକ। ମୁଁ ଆଜି ଯେଉଁ ଜାଗାରେ ଆଡ଼ମିସନ୍ ଅଛି ମା ମାଣିକେଶ୍ୱରୀ ଡିଡିସିରେ ତଳଗତ ଛକ ଜଟଣୀ ଗେଟ୍ ଖୋର୍ଦ୍ଧା। ଆଜି ଆପଣ ସାଧାରଣତନ୍ତ୍ର ଦିବସ ପାଳନ କରୁଛନ୍ତି ନିଶା ଛାଡି, କେମିତି ଲାଗୁଛି? ନିଶା ଖାଇଲା ଟାଇମ୍ରେ ତ କିଛି ପର୍ବପର୍ବାଣି ବିଷୟରେ ମୁଁ ଜାଣିନଥିଲି କି ପାଳନ କରୁନଥିଲି। ସକାଳୁ ଉଠିବି କେମିତି ନିଶା ଖାଇବି, ରାତିରେ କେମିତି ନିଶା ଖାଇବି, ସେ ଚିନ୍ତାଧାରା ଥିଲା। ଆଜିକା ଦିନରେ ଯେଉଁ ଛୋଟ ଛୋଟ ପର୍ବପର୍ବାଣି ମୁଁ ପାଳନ କରୁଛି ତା ପାଇଁ ମୋତେ ବି ନିଜକୁ ଖୁସି ଲାଗୁଛି କି ହଁ ଆମେ ସମସ୍ତେ ଏକ ହେଇକି ଗୋଟେ ପର୍ବପର୍ବାଣି ପାଳନ କଲେ ନିଶା ବନ୍ଦ କରିକି ଯେଉଁ ପ୍ରକୃତ ଖୁସିଟା ମୁଁ ପାଉଛି ପର୍ବପର୍ବାଣି ପାଳନ କରି ତାହା ମୁଁ ଜାଣିପାରୁଛି। ଆଜି ଯୋଉ ସାଧାରଣତନ୍ତ୍ର ଦିବସ ଏଠି ପାଳନ କଲେ କେମିତି ଲାଗୁଛି? ବହୁତ ଖୁସି ଲାଗୁଛି। ସାଧାରଣତନ୍ତ୍ର ଦିବସରେ ମୁଁ ସ୍ୱାଧୀନତା ବୋଲି କ'ଣ ନିଜେ ଜାଣିନଥିଲି। ଆଜିକା ଡେଟ୍ରେ ଭାବୁଛି କି ହଁ ସ୍ୱାଧୀନତା ବୋଲି କିଛି ଗୋଟେ ଜିନିଷ ମୋ ଭିତରେ ଅଛି ଭାଇ। ଏଠି ଯୋଉ ନିଶା ନିବାରଣ କେନ୍ଦ୍ର ସେବା କେମିତି ଆଉ ବୃଦ୍ଧାଶ୍ରମ ଅଛି ତାର ସେବା କେମିତି? ଏଇ ନିଶା ନିବାରଣ କେନ୍ଦ୍ର କିଛି ସବୁ ଲଭ୍ ଆଣ୍ଡ କେୟାର ସେଣ୍ଟର, ନିଜ ଭାଇ ଭଳିଆ ସମସ୍ତେ ଏଠି ମିଶିବେ, ସମସ୍ତ ସର୍ଭିସ୍ ଭଲ। ଆଉ ବୃଦ୍ଧାଶ୍ରମ ଯେଉଁ ଅଛି ନିଃସ୍ୱାର୍ଥପର ଭାବେ ଆମେ ସେବା ଦେବୁ। ଯେତିକି ଅସହାୟ ମା ବାପା ଅଛନ୍ତି ସମସ୍ତଙ୍କ ପାଇଁ ମାଗଣାରେ ଓ ନିଃସ୍ୱାର୍ଥପର ଭାବେ ଆମେ ତାଙ୍କୁ ସେବା ଦେବୁ। ଜୟ ଜଗନ୍ନାଥ। ମୋ ନାଁ ସର୍ବେଶ୍ୱର ପଲେଇ, ମା ମାଣିକେଶ୍ୱରୀ ଚେରିଟେବଲ୍ ଟ୍ରଷ୍ଟର ମେମ୍ବର। ଆଜି ଦିନ ଥିଲା ମୁଁ ଗୋଟେ ନିଶାଜନିତ ରୋଗରେ ପୀଡ଼ିତ ଥିଲି। ମୁଁ ଏମିତି ଗୋଟିଏ ନିଶା ନିବାରଣରେ ଟ୍ରିଟମେଣ୍ଟ ହୋଇ ଆଜିକା ଦିନରେ ନିଶାଠୁ ଦୂରରେ ରହିପାରିଛି।
କିଛି ଦିନ ନିଶାଠୁ ଦୂରରେ ରହିପାରିବା ପରେ ମୁଁ ମୋର ଗୋଟିଏ ଶପଥ ପାଠ ଗ୍ରହଣ କରିଥିଲି। ମୁଁ ଯେମିତି ରାସ୍ତା ନିୟମ ନେଇ ମୁଁ ନିଶାକୁ ବନ୍ଦ କରିଛି, ମୁଁ ଏମିତି ଗୋଟିଏ ଟ୍ରଷ୍ଟ ବନେଇକି କିଛି ଭାଇମାନଙ୍କୁ, ଯେଉଁ ଭାଇମାନେ ବିଶୃଙ୍ଖଳାର ସହିତ ନିଶା ସେବନ କରୁଛନ୍ତି, ତାଙ୍କମାନଙ୍କୁ ସଜାଡ଼ିବା ପାଇଁ ଏମିତି ଗୋଟେ ଟ୍ରଷ୍ଟ ବନେଇକି ମୁଁ ତାଙ୍କମାନଙ୍କୁ କିଛି ପରିବର୍ତ୍ତନ କରିବି। ଆଉ ତାଙ୍କମାନଙ୍କୁ କିଛି ପରିବର୍ତ୍ତନ କରିବା ଦ୍ୱାରା ମୋର ବି କିଛି ପରିବର୍ତ୍ତନ ହେଇପାରୁଛି। ଆଉ ତା ସହିତ ବି ଗୋଟିଏ ଓଲ୍ଡ ଏଜ୍, ଗୋଟେ ସୁସ୍ଥ ମନୋଭାବରେ ଗୋଟେ ଓଲ୍ଡ ଏଜ୍ ହୋମ୍ କେୟାର କରିଛି ବୃଦ୍ଧ ଆଶ୍ରମ। ତାଙ୍କ ସହିତ ବିନା ମୂଲ୍ୟରେ ବି ସବୁ କିଛି ନିଃସ୍ୱାର୍ଥ ପରରେ ସବୁ ସେବା କରିବା ପାଇଁ ମୁଁ ଇଚ୍ଛୁକ ଅଛି। ଆଜି ଏ ଦିନ ମୁଁ ଗଣତନ୍ତ୍ର ଦିବସ ଦିନ ମୁଁ କିଛି ଜାଣୁନଥିଲି। ଅଗଷ୍ଟ 15, ଜାନୁଆରୀ 26 ଏସବୁ ଜିନିଷ ଜାଣିପାରୁନଥିଲି ଯେତେବେଳେ ନିଶା ସେବନ କରୁଥିଲି। ଧୀରେ ଧୀରେ ନିଶାଠୁ ଦୂରରେ ରହିବା ପରେ ଆଜି 77ତମ ଗଣତନ୍ତ୍ର ଦିବସ ମା ମାଣିକେଶ୍ୱରୀ ଚାରିଟେବଲ ଟ୍ରଷ୍ଟର ମୁଁ ଗୋଟେ ମେମ୍ବର ହୋଇ ଏ ଦିନ ଆଜି ମୁଁ ପାଳନ କରିପାରୁଛି। କିଛି ଭାଇମାନଙ୍କ ମାଧ୍ୟମରେ, କିଛି ସହଯୋଗରେ ମୁଁ ଆଜି ନିଶା ବନ୍ଦ କରି, କିଛି ଭାଇମାନଙ୍କୁ କିଛି ବାର୍ତ୍ତା ଦେଇ ନିଶା ବନ୍ଦ କରେଇ ଆଜି ଏ ଦିନ ମୁଁ ଉପଭୋଗ କରିପାରୁଛି। ମୋତେ ବହୁତ ଖୁସି ଲାଗୁଛି। ମୁଁ ସୁବ୍ରତ ଶେଖର ପଟ୍ଟନାୟକ, ଏ ଗାଁର ପୁଅ। ବର୍ତ୍ତମାନ ଅଧ୍ୟକ୍ଷ ଅଛି ହାଇଟେକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟ ରାଣୀତାଲ ଭଦ୍ରକଟି। ମୋର ଆଜି ଘରେ ମୋ ବଡ଼ ମାଙ୍କର ଆଜି 11। ଆଉ ବଡ଼ ଖୁସିର ବିଷୟ, ଏ ମାଣିକେଶ୍ୱରୀ ଟ୍ରଷ୍ଟ ତାର ପରିଚାଳକ ମୋ ସାନ ଭାଇ ସର୍ବେଶ୍ୱର ପଲେଇ, ସିଏ ଯେଉଁଭଳି ଭାବରେ ଆଜି ଗଣତନ୍ତ୍ର ଦିବସ ଆମ ସମସ୍ତଙ୍କୁ ଡାକି ତା ନିଶା ନିବାରଣ କେନ୍ଦ୍ରରେ ଥିବା ପିଲାମାନେ ଉପସ୍ଥିତରେ ଯେଉଁ ଇନିସିଏଟିଭ୍ ନେଲେ, ବାସ୍ତବିକ ପ୍ରଶଂସନୀୟ। ଆଜି ଆମର 77ତମ ଗଣତନ୍ତ୍ର ଦିବସ। ଏହା ଏକ ମହା ପ୍ରଣୟନ କରିଥିବା ଆମର ପୂର୍ବପୁରୁଷ, ଯେଉଁଟାକି ଆମେ ତାକୁ ନିଜକୁ ଶୃଙ୍ଖଳିତ ଭାବରେ ଦେଶର ଗଣତାନ୍ତ୍ରିକ ପଦ୍ଧତିକୁ ଆହୁରି ଉନ୍ନତି କରିବା, ଏକଜୁଟ ହେବା, ଆମେ ଆମର ନିୟମ କାନୁନ ଭିତରେ ରହିବା। ୟା ଭିତରେ ମୁଁ ଗୋଟେ କହିବାକୁ ଚାହେଁ, ଏଇ ଯେଉଁ ମାଣିକେଶ୍ୱରୀ ଟ୍ରଷ୍ଟର ଯିଏ ପରିଚାଳକ ମୋ ସାନ ଭାଇ ସର୍ବେଶ୍ୱର ପଲେଇ, ସିଏ ଗୋଟେ ସମୟ ଥିଲା ବଡ଼ ନିଶାଗ୍ରସ୍ତ ଅବସ୍ଥାରେ ଥିଲା। ବଡ଼ ଅମାନସିକ ଅବସ୍ଥା ଦେଇକି ସେ ତା ଜୀବନ ଗତି କରିଥିଲା। ପରବର୍ତ୍ତୀ ସମୟରେ ତାର ଚେତନା ଜାଗ୍ରତ ହେଇଥିଲା, ଯାହା ଫଳରେ ସେ ନିଜକୁ ଉପଶମ କରି ନିଶାରୁ ମୁକ୍ତି ହେଇ ସେ ଗୋଟେ ସୁନ୍ଦର ମା ମାଣିକେଶ୍ୱରୀ ନାମରେ ଏଇ ନିଶା କେନ୍ଦ୍ର ଆରମ୍ଭ କରିଥିଲା। ଏ ନିଶା କେନ୍ଦ୍ର ଆରମ୍ଭ କରିବା ଭିତରେ ଆମେ ସମସ୍ତେ ତା ସହିତ ଜଡ଼ିତ ହେଇଥିଲୁ। ଆଉ ଗୋଟେ ଲୋକ ନିଶାଗ୍ରସ୍ତ ହେବା ପରେ ଦେଶରେ କ'ଣ ଭଲ କ'ଣ ଖରାପ ତାକୁ କିଛି ଜଣା ନାହିଁ। ତାକୁ ଗୋଟେ ଜଣା, ସକାଳୁ ସନ୍ଧ୍ୟା କେମିତି ନିଶା ଖାଇ ଜୀବନକୁ କେମିତି ନଷ୍ଟ କରିବ। କିନ୍ତୁ ଆଜି ସେ ଦୃଷ୍ଟାନ୍ତମୂଳକ ଭାବରେ ଆମ ସମସ୍ତଙ୍କ ଗହଣରେ ନିଜକୁ ପ୍ରତିଷ୍ଠା ଲାଭ କରିଛି। ମା ଭୁଆଶୁଣୀ ପ୍ରଭୁ ଜଗନ୍ନାଥଙ୍କର ଅଶେଷ କୃପା ତା ଉପରେ। ନିଜକୁ ଶୃଙ୍ଖଳିତ କରିଛି, ନିଜେ ଗୋଟେ ନିଶା ନିବାରଣ କେନ୍ଦ୍ର କରିଛି, ସେଥିରେ ଅନେକ ଲୋକଙ୍କୁ ଜଡ଼ିତ କରିଛି। ମୁଁ ବି ସେଇ ଭିତରୁ ଜଡ଼ିତ। ତାପରେ ଏଇଠି ଅନେକ ଲୋକ ଆସୁଛନ୍ତି ଯେଉଁମାନେ ଅଲରେଡ଼ି ନିଶାଗ୍ରସ୍ତ, ତାଙ୍କୁ କେମିତି ମୂଳ ସ୍ରୋତକୁ ଆଣିବ, ତାଙ୍କର କେମିତି ସର୍ବାଙ୍ଗୀନ ଉନ୍ନତି କରିବ, ସେ ତା ପାଇଁ ଅହରହ ଚେଷ୍ଟା। ଯେଉଁ ଲୋକ ଜାଣିପାରୁନଥିଲା 77ତମ କି 76ତମ କି 75ତମ ଗଣତନ୍ତ୍ର ଦିବସ, ଆଜି ସିଏ ଆମ ପ୍ରେଜେନ୍ସରେ ଯେଉଁଭଳି ଭାବରେ ଆଜି ଗଣତନ୍ତ୍ର ଦିବସ ଆଜି ଆମେ ଇଏ କଲୁ, ପାର୍ଟିସିପେଟ୍ କଲୁ, ସେଇଥିରୁ ଜଣାପଡ଼ୁଛି ଗୋଟେ ଲୋକ ଯଦି ଶୃଙ୍ଖଳିତ ହେବ, ନିଶାରୁ ଦୂରେଇ ରହିବ, ସାମାଜିକ ଗଠନ, ଦେଶର ଉନ୍ନତି କେବେ ବାଧକ ସାଜିବ ନାହିଁ। ଯେତେ ବାଧକ ଆସେ ତାହା କମରୁ କମ ହେଇ ଚାଲିବ ଯଦି ଆପଣଙ୍କର ଶୃଙ୍ଖଳିତ ଆଉ ନୀତି ନିର୍ଦ୍ଦିଷ୍ଟ ହିସାବରେ ଯଦି ଆପଣ ନିଜକୁ ଆଗେଇ ନେବେ। ତା ଭିତରେ ବଡ଼ ଖୁସି ଲାଗୁଛି ଆମର ଯେଉଁମାନେ ବୃଦ୍ଧାଶ୍ରମ, ଯେଉଁମାନେ ବୃଦ୍ଧା ନିଷ୍ପେଳିତ, ଯେଉଁମାନେ ବାପା ମାଆଙ୍କୁ ପଚାରୁନାହାନ୍ତି, ତାଙ୍କୁ ଆଣି ରଖି ତାଙ୍କ ସେବା କରିବା, ଏଇ ଯେଉଁ ମାନବ ସେବା, ଏଇ ଯେଉଁ ମାଧବ ସେବା, ଇଏ ଅତି ବାସ୍ତବିକ ପ୍ରଶଂସନୀୟ। ଆଉ ମା ମାଣିକେଶ୍ୱର, ମା ଭୁଆଶୁଣୀ, ପ୍ରଭୁ ଗୋପାଳଜୀ ତାକୁ ନିଶ୍ଚୟ ଆଗକୁ ଆହୁରି ବଢ଼ିବ। ତାହାର ଯେଉଁ ଉଦ୍ଦେଶ୍ୟ, ତାହାର ଯେଉଁ ଲକ୍ଷ୍ୟ, ସେଥିରେ ସେ ବିଚ୍ୟୁତି ହେବ ନାହିଁ। ମୋର ଏତିକି କହିବା କଥା, ନିଶାଠୁ ଦୂରେଇ ରହିବା ଆଜିକା ଯୁବ ସମାଜ ପାଇଁ ଏକ ଆହ୍ୱାନ। ଏ ଆହ୍ୱାନ ଆମେ ପ୍ରତିଷ୍ଠା କରିପାରିବା। ଆଜି ଦିନରେ ଶପଥ ନେବା
निशारू आम मुक्त रहिबा जहाद्वारा सुसमाज सुभारत उच्च भारत आदर्श भारत भारत मार जय हब एति कही मो वक्तव्य शेष ब्यूरो रिपोर्ट ना ओडिशा न्यूज। लेटेस्ट न्यूज अपडेट पाई www.nowodisha.com को लॉगिन करंतु।